କରୁଛେ। ଆଜି ଆମେ ଜାଣିବା ସୁଭଦ୍ରା ଯୋଜନାର 3 নম্বর কিস্তি বিষୟରେ। ଆପଣମାନେ ଜାଣି ସାରିଛନ୍ ସୁଭଦ୍ରା ଯୋଜନାରେ ପହଲା କିସ୍ତି ସେକେଣ୍ଡ କିସ୍ତି ମିଳି ସାରିଛେ। ଆମେ ଯେନ୍ଟାକି ଆଜି ଜାଣିବା 3 নম্বর কিস্তি বিষୟରେ। ତ 3 নম্বর কিস্তি বিষୟରେ ଜାଣିବା କେନ୍ ଦିନ ମିଲବା 3 নম্বর কিস্ତି ଆଉ କେନ୍ ମାନକେ ମିଲବା କେନ୍ ମାନକେ ନାଇଁ ମିଲେ ଟୋଟାଲ ଯେନ୍ଟାକି ଆଜି ଆମେ ଜାଣିବା। ଆପଣମାନେ ତ ଜାଣି ସାରିଥିବେ ସୁଭଦ୍ରା ଯୋଜନାରେ ଅନେକ ହିତାଧିକାରୀ ଅଛନ୍ ଯେନ୍ମାନେ କି ପହଲା କିସ୍ତି ଟଙ୍କା ପାଇକରି ବି ସେକେଣ୍ଡ କିସ୍ତି ନାଇଁ ପାଇବାର୍। ଆଉ ସେକେଣ୍ଡ କିସ୍ତି ପାଇଥିଲେ ବି ସେଇ ଭଳିଆ ଆପଣମାନଙ୍କୁ 3 নম্বর কিস্তি ମିଲବା କି ନାଇଁ ମିଲେ ଆପଣମାନଙ୍କୁ ଯେନ୍ଟାକି ଆଜି ମୁଇଁ କହିବାକେ ଯାଉଛେ। ଆପଣମାନେ ସେ ବିଷୟରେ ଟିକେ ଭିଡ଼ିଓଟା ଦେଖିଦଉଁ। ଆପଣମାନେ ଜାଣି ସାରିଥିବେ ଯେ ସୁଭଦ୍ରା ଯୋଜନାରେ ଦେଖୁନ୍ ପହଲା କିସ୍ତି ଜଣେ ଲୋକ ପାଇକରି ସେକେଣ୍ଡ କିସ୍ତି ବି ନାଇଁ ପାଇବାର୍। ଆଉ ଏନ୍ତା ଅନେକ ହିତାଧିକାରୀ ଅଛନ୍ ଯେନ୍ମାନେ କି ଆବେଦନ କରି ବି ବର୍ତ୍ତମାନ ସୁଦ୍ଧା ବି ପହଲା କିସ୍ତି ଟଙ୍କା ନାଇଁ ପାଇପାରବାର୍। ତ ଏ ଭଳିଆ ଯଦି ଦେଖମା ତାହେଲେ ଆପଣମାନେ ତ ଜାଣିଛନ୍ ଯେ ସୁଭଦ୍ରା ଯୋଜନାରେ ଯେନ୍ମାନେ ଯୋଗ୍ୟ ହିତାଧିକାରୀ ରହିବେ ସେମାନଙ୍କୁ 10 କିସ୍ତିରେ 50,000 ଟଙ୍କା ମିଲବା। ତ ଇଆଡ଼ ଯଦି ଦେଖମା ବେଲେ ଜଣେ ଲୋକ ପହଲା କିସ୍ତି ପାଇକରି ସେକେଣ୍ଡ କିସ୍ତି ନାଇଁ ପାଇବାର୍। ତ ଯେତେବେଲେ ପହଲା କିସ୍ତି ତାଙ୍କର ପାଖକେ ଆସିଲା ସେମାନେ ଅଯୋଗ୍ୟ ଥାଇକରି ସରକାର ପଇସା ଦେଇଛନ୍ କେ ଅଯୋଗ୍ୟ ଥାଇକରି ସରକାର ପଇସାଟା ନାଇଁ ଦେବାର୍। ସେମାନେ ଯୋଗ୍ୟ ଥିଲେ ବୋଲି ସରକାର ସୁଭଦ୍ରା ଯୋଜନାର ପହଲା କିସ୍ତି ଟଙ୍କା ଦେଲେ, କିନ୍ତୁ ସେକେଣ୍ଡ କିସ୍ତି ବେଲକେ ସେମାନେ ଅଯୋଗ୍ୟ ହେଇଗଲେ। ତ ଠିକ୍ ସେନ୍ତା ଯଦି ଆପଣ ସେକେଣ୍ଡ କିସ୍ତି ଟଙ୍କା ପାଇ ସାରିଛନ୍ ଆଉ 3 নম্বর କିସ୍ତି ବେଲକେ ଯଦି ଆପଣ ଅଯୋଗ୍ୟ ହେଇଯାଉଛନ୍ ଆପଣଙ୍କରଟା ବି କଟିଯିପାରେ। ତାର ସଙ୍ଗେ ଗୋଟେ ଆଉ ଯେନ୍ଟାକି ରିଜନଟା ଅଛି ଯେ ଦେଖୁନ୍ କେନ୍ ମାନେ ଅଯୋଗ୍ୟ ହେସନ୍ କି ଯେନ୍ମାନଙ୍କର ପାଖେ ଗାଡ଼ି ମଟର ରହିସି, ଯେନ୍ମାନେ ସରକାରୀ ଚାକିରି କରସନ୍, ଯେନ୍ମାନେ ସରକାରୀ ପଇସା ପାଇସନ୍, ତାପରେ ଯେନ୍ମାନଙ୍କର ଇନକମ୍ ଟ୍ୟାକ୍ସ ବଢ଼ି ଯାଏସି, ଯେନ୍ମାନଙ୍କର ପାଖେ ରାସନ କାର୍ଡ଼ଟା ଫିରେଇ ଦେସନ୍ ଇନକମ୍ ଟ୍ୟାକ୍ସ ବଢ଼ିଗଲା ପରେ ଯାହା ବି ଅଛି ଗାଇଡ଼ଲାଇନଟା ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଲାଇନରେ ସେ ଲାଇନରେ ଗଲେ ଅଯୋଗ୍ୟ ହେସନ୍। ସେ ଭିତରେ ଯଦି ଆପଣଙ୍କ ପାଖେ କିଛି ନାଇଁନ ଅଯୋଗ୍ୟ ଲାଇନର କିଛି ଏନ୍ତା ଜିନିଷ ନାଇଁନ ଫିର୍ ବି ଆପଣଙ୍କର ପାଖକେ ସୁଭଦ୍ରା ଯୋଜନା ଟଙ୍କା ଯଦି ନାଇଁ ପହଞ୍ଚିବା ବହୁତ ଦୁଃଖର କଥା। କାହିଁକି ବୋଲେ ଦେଖୁନ୍ ଇ ଭଳିଆ ହେଇଛେ ଏବେ ଆପଣମାନେ ଜାଣି ସାରିଥିବେ ଅନେକ ହିତାଧିକାରୀ ଅଛନ୍ ଯେନ୍ମାନଙ୍କର କି ପହଲା କିସ୍ତି ଟଙ୍କା ପାଇକରି ସେକେଣ୍ଡ କିସ୍ତି ଟଙ୍କା ନେଇ ଆସବାର୍। ଆଉ ଅନେକ ହିତାଧିକାରୀ ଅଛନ୍ ଯେନ୍ମାନେ କି ଆବେଦନ କରି ବି 6 ମାସ 7 ମାସ ହେଲା ସେମାନଙ୍କୁ ପହଲା କିସ୍ତି ଟଙ୍କା ନାଇଁ ମିଲବାର୍। ଅନେକ ହିତାଧିକାରୀ ଅଛନ୍ ଯେନ୍ମାନେ କି ଯୋଗ୍ୟ ହିତାଧିକାରୀ ଥାଇକରି ତାଙ୍କର ପାଖକେ ଟଙ୍କାଟା ନାଇଁ ପହଞ୍ଚିବାର୍। ତ ସେ ବିଷୟରେ ଯେନ୍ଟାକି ମୁଇଁ ଆଜି ଆପଣମାନଙ୍କୁ କହିବାକେ ଯାଉଛେ। ଆପଣମାନେ ବି 3 নম্বর କିସ୍ତି ପାଇବାକେ ଯାଉଛନ୍ ଆଉ ବହୁତ ଜଲ୍ଦି ସେଟା ବି ମିଲବା। ବେଶୀ ଦିନ ନାଇଁନ ମାତ୍ର 2 ମାସ ବାକି ଅଛେ। କାହିଁ ଯେ ଏଇଟା ହେଉଛି ମେ ମାସ ଚାଲୁଛେ। ମେ ମାସ ସରିଗଲା ପରେ ଆପଣଙ୍କର ଜୁନ୍ ମାସ ଆଇବା, ଜୁନ୍ ମାସ ସରିଗଲା ପରେ ଜୁଲାଇ ମାସ ଆସିବା, ଜୁଲାଇ ମାସ ସରିଗଲା ପରେ ଅଗଷ୍ଟ ମାସରେ ଆପଣଙ୍କୁ 3 নম্বর କିସ୍ତି ମିଲବାକେ ଯାଉଛେ। ତ ସେ 3 নম্বর କିସ୍ତି ବେଲକେ ଆପଣମାନେ ପାଇବେ କି ନାଇଁ ପନ୍ ସେ ବିଷୟରେ ଯେନ୍ଟାକି ଆଜି ଆପଣମାନଙ୍କୁ ମୁଁ କହିଦେଉଛେ। ଦେଖୁନ୍ ଆପଣ ଯେହେତୁ ଯୋଗ୍ୟ ହିତାଧିକାରୀ ଅଛନ୍ ବୋଲି ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍, ସେଥିର୍ ଭିତରେ ଯଦି ଆପଣ ଅଯୋଗ୍ୟ ହେଇଯାଉଛନ୍ ମନେ କରୁନ୍ ଆପଣ ଚାକିରି ପାଉଛନ୍ କିମ୍ବା ସରକାରୀ ଟଙ୍କା ପାଉଛନ୍, ତାର୍ ସାଙ୍ଗେ ଯଦି 4 ଚକିଆ 6 ଚକିଆ 8 ଚକିଆ ଗାଡ଼ି ମଟର ଘିନୁଛନ୍ କିମ୍ବା ଆପଣଙ୍କର ଇନକମ୍ ଟ୍ୟାକ୍ସ ବଢ଼ି ଯାଉଛେ ତ ଇ ଭଳିଆ ସିଚୁଏସନରେ ଜାଣିଛନ୍ ସେଟା ଅଯୋଗ୍ୟ ଲାଇନର କଥା। ତ ଯେନ୍ମାନେ ଅଯୋଗ୍ୟରେ ଯିବେ ସେମାନଙ୍କୁ ତ ନାଇଁ ମିଲେ, ସେଟା ତ କିଛି ବି କରି ନାଇଁ ହୁଏ, ସେଟା ଅଯୋଗ୍ୟ ହିତାଧିକାରୀମାନଙ୍କୁ ନାଇଁ ମିଲେ ଆପଣମାନେ ଜାଣିଛନ୍। ଆପଣ 2 নম্বর ପାଇଲେ ବି କାଁ ହେଲା 3 নম্বর ବେଲକେ ଯଦି ଆପଣ ଅଯୋଗ୍ୟ ହେଇଯାଉଛନ୍ ଆପଣଙ୍କୁ ସୁଭଦ୍ରା ଯୋଜନା ଟଙ୍କା କେବେ ନାଇଁ ମିଲେ। ତ ସବେ ଭାବିଛନ୍ ଯେ ନାଇଁ ଆମେ ପହଲା କିସ୍ତି ଟଙ୍କା ପାଇଥିଲେ 10 নম্বর କିସ୍ତି ପର୍ଯ୍ୟନ୍ତ ପାଇମୁନ, ସେନ୍ତା ନାଇଁନ। କାହିଁ ଯେ ସେନ୍ତା ନାଇଁନ, ଯଦି ସେନ୍ତା ରହିଥିତା ପହଲା କିସ୍ତି ପାଇଥିଲେ ଅଯୋଗ୍ୟ ନାଇଁ ହେଇଥିତେ ସେକେଣ୍ଡ କିସ୍ତି ବେଲକେ ଆପଣମାନେ ତ ଜାଣିଛନ୍ ଦେଖିଛନ୍ ବି। ତ ଯେନ୍ମାନେ ପୁରା 10 କିସ୍ତି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ରହିବେ ସେମାନଙ୍କୁ ଏକା 50,000 ଟଙ୍କା ମିଲବା ଆଉ ସମକୁ 50,000 ଟଙ୍କା ନାଇଁ ମିଲେ। କାହିଁ ଯେ ଜଣେ ଲୋକ ପହଲା କିସ୍ତି ପାଇଲେ ସେକେଣ୍ଡ କିସ୍ତିରୁ କଟିଗଲେ ବେଲେ କେନ୍ ଆର୍ 50,000 ପାଇଲେ। ତ ଠିକ୍ ସେ ଭଳିଆ ଯଦି ଆପଣ ସେକେଣ୍ଡ କିସ୍ତି ପାଇଛନ୍ 3 নম্বর କିସ୍ତି ବେଲକେ ବି ଯଦି କଟି ଯାଉଛନ୍ ଆପଣଙ୍କର ବି 50,000 ଟଙ୍କା ନାଇଁ ପୁରିପାରେ। କାହିଁ ଯେ ବେଲେ ଦେଖୁନ୍ ଆପଣ ଅଯୋଗ୍ୟ ହେଉଛନ୍। ଆଉ ଯଦି ଆପଣ ଯୋଗ୍ୟ ଥାଇକରି ଆପଣଙ୍କ ଟଙ୍କାଟା ଯଦି ଅଟକି ଯାଉଛେ ବେଲେ ଆପଣମାନଙ୍କୁ କିଛି କାମ ନିହାତି ଭାବେ କରବାକେ ପଡ଼ବା। କେନ୍ କାମ କରବେ, କେନ୍ତା ଚେକ୍ କରବେ, କେନ୍ତା ଜାନବେ ମୁଇଁ ଆସୁନ୍ ଆପଣମାନଙ୍କୁ କହିଦେଉଛେ। ଦେଖୁନ୍ ଯାହା ଜାନବାକେ ମିଲୁଛେ ଦେଖବାକେ ମିଲୁଛେ ଯେ ଆପଣମାନେ ଜାଣିଛନ୍ ସୁଭଦ୍ରା ଯୋଜନା ଟଙ୍କା ବିନା NPCI କ୍ଲିୟର ନାଇଁ ଥିବା ପର୍ଯ୍ୟନ୍ତ ଖାତାକେ ଟଙ୍କା ନାଇଁ ପହଞ୍ଚିବାର୍। ଆପଣ ଯେଡ଼େ ବଡ଼ ଯୋଗ୍ୟ ହିତାଧିକାରୀ ବି ଥଉନ୍ ଆପଣଙ୍କର ଖାତାକେ ସୁଭଦ୍ରା ଯୋଜନା ଟଙ୍କା ନାଇଁ ପହଞ୍ଚେ। ତ ସେଥିଲାଗି ଆପଣଙ୍କୁ ଧ୍ୟାନ ଦେବାର ଅଛି
ଯେ ଆପଣଙ୍କର ସୁଭଦ୍ରା ଯୋଜନା ଟଙ୍କା ଯେନ୍ ଖାତାରେ ପାଉଛନ୍ ସେ ଖାତାରେ ଆପଣଙ୍କର NPCI ଚାଲୁଛେ କି ନାଇଁ ଚାଲବାର, DBTଟା ଆକ୍ଟିଭ ଅଛେ କି ନାଇଁନ। ଯଦି ଆପଣଙ୍କର DBTଟା ଆକ୍ଟିଭ ନାଇଁ ରହିବା, ଡିଆକ୍ଟିଭ ଯଦି ରହୁଛେ ଆପଣଙ୍କର ଟଙ୍କାଟା ଆସି ନାଇଁ ପାରେ। ଏଇଟା ହେଉଛି ମେନ୍ କଥା। ଆଉ ଯଦି ଆପଣ ଯେନ୍ ଖାତାରେ ସୁଭଦ୍ରା ଯୋଜନା ଟଙ୍କା ପାଉଛନ୍ ସେ ଖାତା ଆପଣମାନେ ୟୁଜ୍ ନାଇଁ କରବାର, ଯଦି ପାସରି ଦେଉଛନ୍, ଯଦି ସେ ଖାତାରେ ଆପଣଙ୍କର DBTଟା କଟି ଯାଉଛେ, ଯଦି ଆପଣଙ୍କର ଅନ୍ୟ କେନ୍ସି ଖାତା ଆଉ ଅଛେ, ମନେ କରୁନ୍ ଆଜିକାଲି ତ ଜମାନାରେ ଦେଖମା ବୋଲେ 2ଟା 3ଟା ପାସବୁକ୍ ନିହାତି ସମସ୍ତଙ୍କର ପାଖେ ଅଛେ। ଯଦି ଯେନ୍ମାନଙ୍କ ପାଖେ 2ଟା 3ଟା ପାସବୁକ୍ ଅଛେ ବେଲେ ଗୋଟେ ଖାତାରେ ଆପଣଙ୍କର DBTଟା କଟିଗଲା ପରେ ଆଉ ଗୋଟେ ଖାତାରେ ଯଦି ରହୁଛେ ବେଲେ ତ ଆପଣଙ୍କର ଟଙ୍କା ଆସିଯିବା। ଆଉ ଯଦି ସେ ଖାତାରେ ଆପଣଙ୍କରଟା ନାଇଁ ରହିବା DBTଟା ବେଲେ ନେଇ ଆସେ। DBTଟା ରହିଯିବା କିଛି କଥା ନାଇଁ ସେ, କିନ୍ତୁ ସେ ଭିତରେ ଆର୍ ବି ଗୋଟେ କଥା ଅଛେ, ଯେନ୍ କଥାଟା ହେଉଛି EKYC। ଯଦି ଆପଣଙ୍କର KYC କମ୍ପ୍ଲିଟ୍ ନାଇଁ ଥିବା, NPCI କ୍ଲିୟର ଥିଲେ ବି ଆପଣଙ୍କର ଦେଖୁନ୍ ଟଙ୍କାଟା ନାଇଁ ଆସିବାର। KYC ବୋଲେ କାଣା ଦେଖୁନ୍ କି ଆପଣ ଯଦି ଖାତାକେ ରନିଂ ରଖିଥିବେ, ସବୁବେଲେ ଯଦି ଆପଣମାନେ ଖାତାକେ ରନିଂ ରଖିବେ, ସୁନିଶ୍ଚିତ ଭାବେ ଦେଖବେ ଆପଣଙ୍କର ଖାତା KYC ରହିବା, କେବେ ବି ନାଇଁ କଟେ। ଆଉ ଆପଣଙ୍କର ଖାତା କେବେ NPCI ଫେଲର ନାଇଁ ହୁଏ, ସବୁଦିନ କ୍ଲିୟର ରହିବା। DBTଟା ସବୁଦିନ ଆପଣଙ୍କର ଆକ୍ଟିଭ ରହିବା। ତ ସେଥିଲାଗି ଆପଣମାନେ ଧ୍ୟାନ ଦଉନ୍। ଆପଣମାନେ ଦେଖୁନ୍ ଉଲ୍ଲାସ ନାଇଁ ହଉନ୍ ଯେ ନାଇଁ ଆମେ 2 ନମ୍ବର କିସ୍ତି ପର୍ଯ୍ୟନ୍ତ ପାଇ ସାରଲୁନ, ଆମେ ତ ଯୋଗ୍ୟ ହେଇ ସାରଲୁନ আর ଆମକୁ ସୁଭଦ୍ରା ଯୋଜନା 10 କିସ୍ତି ମିଲବାନ। এটা নেই ভাবে ଆପଣମାନେ। କାହିଁ ଯେ ବେଲେ ଦେଖୁନ୍ ଯେନ୍ 2 ନମ୍ବର କିସ୍ତିଟା ମିଲଲା, ଆପଣ 2 ନମ୍ବର କିସ୍ତି ବେଲକେ ଯୋଗ୍ୟ ଥିଲେ ଆପଣଙ୍କୁ ମିଲିଗଲା, କିନ୍ତୁ 3 ନମ୍ବର କିସ୍ତି ବେଲକେ ବି ଆପଣଙ୍କୁ ସବୁ ରେଡ଼ି ରଖବାର ଅଛେ। ଯଦି ଆପଣ ସବୁ ଡକୁମେଣ୍ଟସ୍ ରେଡ଼ି ନେଇ ରଖୁଛନ୍, 3 ନମ୍ବର କିସ୍ତି ବେଲକେ ଆପଣଙ୍କର ସୁଭଦ୍ରା ଟଙ୍କା ଅଟକି ଯାଇପାରେ, ପେଣ୍ଡିଂରେ ରହିଯାଇପାରେ। କାହିଁ ଯେ ଯେନ୍ 3 ନମ୍ବର କିସ୍ତିଟା ମିଲବା, 3 ନମ୍ବର କିସ୍ତି ମିଲବା ପୂର୍ବରୁ କିଛି ଦିନ ପୂର୍ବରୁ ଭେରିଫାଇ ହେବା ଯେ 3 ନମ୍ବର କିସ୍ତି ବେଲକେ କେନ୍ କେନ୍ ମାନେ ପଇସା ପାଇବେ। ଯେନ୍ମାନେ 2 ନମ୍ବର କିସ୍ତି ପାଇ ସାରିଛନ୍ କିମ୍ବା ଯେନ୍ମାନେ ବାକି ଅଛନ୍ ସେମାନଙ୍କର ସବୁ 3 ନମ୍ବର କିସ୍ତି ପଇସା ଦେବା ଆଗରୁ ଚେକ୍ କରିବେ ଯେ କ୍ଲିୟର ଅଛେ କି ନାଇଁନ ଡକୁମେଣ୍ଟସ୍ ମାନେ, ତାଙ୍କର ଖାତା ଯାହା ବି ତାଙ୍କର ଯୋଗ୍ୟ ଅଯୋଗ୍ୟ ସବୁ ଭେରିଫାଇ ହେବା। ତାରପରେ ଯେନ୍ମାନଙ୍କର ଖାତା କ୍ଲିୟର ରହିବା, ଯେନ୍ମାନେ ଯୋଗ୍ୟ ହିତାଧିକାରୀ ବାହାରିବେ ସେମାନଙ୍କୁ 3 ନମ୍ବର କିସ୍ତି ବେଲକେ ମିଲବା। କାହିଁ ଯେ ଆପଣମାନେ ଜାଣିଥିବେ ପହଲା କିସ୍ତି ଯେନ୍ ମିଲଲା আর সেকেন্ড কিস্তি বেলকে যেন কটিগলে সরকার কেনতা জানলে যে অযোগ্য হেলে সেকেন্ড কিস্তিরে বলিকরি সেমানଙ୍କର ପାଖେ ଟଙ୍କା ନେଇ ଆସି, ସେତେବେଲେ ଭେରିଫାଇ ହେଲା। 2 ନମ୍ବର କିସ୍ତି ମିଲବା ପୂର୍ବରୁ ଭେରିଫାଇ ହେଲା ଯେ କେନ୍ମାନେ ଯେତେ ଜଣ ବି ପହଲା କିସ୍ତି ପାଇଥିଲେ ସମସ୍ତଙ୍କର ଭେରିଫାଇ ହେଲା ଯେ 2 ନମ୍ବର କିସ୍ତି ପାଇଲା ବେଲେ କେନ୍ମାନେ ଯୋଗ୍ୟ ବାହାରୁଛନ୍ ଅଯୋଗ୍ୟ ବାହାରୁଛନ୍, କେନ୍ମାନଙ୍କର ଖାତା କ୍ଲିୟର ଅଛେ କି କ୍ଲିୟର ନାଇଁନ ସବୁ ଯାଞ୍ଚ ହେଲା। ଯାଞ୍ଚ ହେଲା ପରେ ସରକାର ପଇସା ଦେଇଛନ୍। ସେଥିଲାଗି ସେତେବେଲେ ଅଯୋଗ୍ୟ ହିତାଧିକାରୀ ଯେନ୍ ଅନେକ ବାହାରି ଗଲେ ସେଥିଲାଗି କଟି ଯାଇଛନ୍। ତ ଠିକ୍ ଇ ଭଳିଆ ଆପଣମାନେ 3 ନମ୍ବର କିସ୍ତି ଯେନ୍ ପାଇବାକେ ଯାଉଛନ୍, ସେ 3 ନମ୍ବର କିସ୍ତି ପାଇବା ପୂର୍ବରୁ କିଛି ଦିନ ପୂର୍ବରୁ ଭେରିଫାଇ ହେବା। ଭେରିଫାଇ ହେଲା ପରେ ଯେନ୍ମାନେ ଯୋଗ୍ୟ ବାହାରିବେ ସେମାନଙ୍କୁ ଯେନ୍ଟାକି ପଇସା ଆସବା, ଆଉ ଯେନ୍ମାନଙ୍କର ଖାତା କ୍ଲିୟର ରହିବା ସେମାନଙ୍କର ପାଖେ ପଇସା ଆସବା, ନାଇଁ ତ ପଇସାଟା ପେଣ୍ଡିଂରେ ରହିଯିବା। ଆଉ ଯଦି ଅଯୋଗ୍ୟ ବାହାରିବେ ବୋଲେ ନାଁଟା ବି କଟିଯିବା। ଠିକ୍ ଅଛେ, ଇନ ଯେନ୍ଟାକି ଭିଡ଼ିଓଟା ଲମ୍ବା ହେଇଗଲାନ, ମୁଇଁ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଆନିକରି ଆଇମି। NPCI କେନ୍ତା କ୍ଲିୟର ରଖିବେ, DBT କେନ୍ତା ଆକ୍ଟିଭ ରଖିଥିବେ, ଯେନ୍ଟାକି ଆର୍ ବି ଗୋଟେ ଅଛି KYC ଆପଣମାନେ ଜାଣିଛନ୍ କେନ୍ତା ଆକ୍ଟିଭ ରଖିବେ, କେନ୍ତା ସବୁଦିନ କ୍ଲିୟର ରହିବେ ଆପଣମାନେ, ଯେନ୍ଟାକି ମୁଇଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ଲାଗି ଆନିକରି ଆଉଛେ।